ଦେଖନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ମନ୍ତ୍ରୀ ଯେ ରେଭିନ୍ୟୁ ମିନିଷ୍ଟର ଅଛନ୍ତି ତ ଫ୍ଲଡ୍ ସିଚୁଏସନ୍ ହେଇଛି ଆଜି ଓଡ଼ିଶା ପ୍ରଦେଶର 15 ଜିଲ୍ଲା ଏଫେକ୍ଟେଡ୍ ହେଇଛି। ମୋର 2ଟା ଜିଲ୍ଲା ଦେଖିବା ପାଇଁ ଦାୟିତ୍ୱ ମିଳିଛି। ଆଜି ମୁଁ ଦେଖୁଥିଲି ଆନନ୍ଦପୁରର ଯୋଉଟା ରିଙ୍ଗ ରୋଡ୍ ଅଛି, ଏଠି ଯୋଉ ଆଉଟଲେଟ୍ ଅଛି, ଏ ଆଉଟଲେଟ୍ ବ୍ୟବସ୍ଥା ଭୁଷୁଡ଼ି ଗଲା। ଯୋଉ ଘାଇ ହେଇଛି, ଏଠି ଗୋଟେ କ୍ୟାଜୁଆଲିଟି ବି ହେଲା, ଆଉ ଜଣେ ମେଡିକାଲରେ ଅଛି। ଏ ପ୍ରକାର ପରିସ୍ଥିତି ଯୋଉ ଦେଖିଲା ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହେଉଛନ୍ତି। ଏ ବ୍ୟବସ୍ଥା ଥିଲା, ବ୍ୟବସ୍ଥା ଭିତରେ କାହିଁକି ଏମିତି ଘଟଣା ଘଟିଲା? ଏ ସବୁ ବିଷୟ ଦେଖିବା, ତାକୁ ଆକଳନ କରିବା। ଆଗାମୀ ଦିନରେ ଏପରି ଆମେ ଗୋଟେ କନଷ୍ଟ୍ରକ୍ସନ କାମ କରିବା ଯୋଉ କାମ କି ସବୁଦିନ ପାଇଁ ରହିବ। ତ ସେହି ଦୃଷ୍ଟିରୁ ଏଠି ଦେଖିଲା ଭିତରେ ଯୋଉ ଗଛ ଗୁଡାକ ଅଛି, ସିଷ୍ଟମର ଯୋଉ ରିପେୟାରିଂ ର ସିଷ୍ଟମ ଥିଲା, ଲୋକାଲି ଯାହା ପ୍ରଶ୍ନ ଉଠୁଛି, ଆଉଟଲେଟ୍ ବି ଟିକେ ଖରାପ ହେଇଯାଇଥିଲା, ଦୁର୍ବଳ ହେଇଥିଲା। ତ ସେ ଦୃଷ୍ଟିରୁ ସେ ଆଉଟଲେଟ୍ର ବ୍ୟବସ୍ଥା ଏବଂ ଆଗାମୀ ଦିନରେ ଏ ପ୍ରକାର ଘଟଣା ନ ଘଟୁ। ଆଜି ମୁଁ ଦେଖିବା ଭିତରେ ମୁଁ କ୍ଲିୟର ବି ମୁଁ ଡିରେକ୍ସନ ଦେଇଛି, ତାର ଏମିତି ଗୋଟେ ଡିପିଆର କରନ୍ତୁ। କାରଣ ଆଜିକାର ପରିସ୍ଥିତି ଯୋଉ ପ୍ରକାର ବର୍ଷା ହଉଛି, ନ ହବ କହିହେବ ନାହିଁ। ତ ସେହି ଦୃଷ୍ଟିରୁ ଆମେ ଯୋଉ କାମ ବି କରିବା, ଗୋଟେ କଂକ୍ରିଟ କାମ କରିବା, ଯୋଉ କଂକ୍ରିଟ କାମ କି ଭୁଷୁଡ଼ି ନ ଯିବ। ମୁଁ ଦେଖନ୍ତୁ ଏ ଆନନ୍ଦପୁର ଆସିଛି, ହାଟଡି ଆସିଛି, ଯୋଉଟା ବେଶୀ ଏଫେକ୍ଟେଡ ହେଇଛି। ଏଫେକ୍ଟେଡ ଭିତରେ ଗୋଟେ ଗରିବ ଲୋକଙ୍କର ବ୍ୟବସ୍ଥା ବି ଅଛି, ବାଲିଚରର ବି ଅଛି, ବାଲିଚର ବି ଅଛି। ତା ସଙ୍ଗେ ସଙ୍ଗେ କ୍ୟାମ୍ପ ବି ହେଇଥିଲା, ବହୁତ ଲୋକ କ୍ୟାମ୍ପରେ ରହିକିରା ଯାଇଛନ୍ତି। କିଛି ଅଞ୍ଚଳ ପାଣି ଘେରରେ ରହୁଛି। ମୁଁ ଯୋଉଟା ରିଭ୍ୟୁ କଲା ବେଳେ ମୁଁ ଦେଖୁଥିଲି, କିଛି ଅଞ୍ଚଳ ପାଣି ଘେରରେ ରହୁଛି। ଏମାନଙ୍କର ଆଗାମୀ ଦିନରେ କ'ଣ ପ୍ରତିକାର କରାଯାଇପାରିବ? ଏଠି ବହୁତ ଗୁଡେ ପ୍ରଶ୍ନ ଆସିଲା। ଆପଣ ଗୋଟିଏ ବିଷୟକୁ ଇଣ୍ଡିକେଟ କରି କହୁଛନ୍ତି, କିନ୍ତୁ ଆଉ ଗୋଟିଏ ହେଲା ଯେ ଆଗାମୀ ଦିନରେ ଏ ବୈତରଣୀକୁ ଅଧିକରୁ ଅଧିକ ଆଡି ବନ୍ଧ କରିବା ଅଛି। ସେ ପ୍ରକାର ଯଦି ଆମେ ଯୋଜନା ନ କରିବା, କେତେବେଳେ କ'ଣ ଘଟିବ କହିହେବନି। ଆଜିକାର ସରକାରଙ୍କ ପରିସ୍ଥିତିରେ ଯୋଉ ପ୍ରକାର ପଦକ୍ଷେପ ନେଇଛନ୍ତି ଏବଂ ଯୋଉ